କେନ୍ଦୁଝର ବନଖଣ୍ଡର ପାଟଣା ରେଞ୍ଜର ଶିଳ୍ପଦା ଅଞ୍ଚଳରେ ଏକାଧିକ ଅଜଗର ସାପ ଦେଖିବାକୁ ମିଳିଛି। ଗତକାଲି ଏକ କାଜୁ ଗଛରୁ ଏକ 8 ଫୁଟ ଲମ୍ବର ଏକ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରି ହୁଡ଼ିରେ ଛାଡ଼ିବା ପରେ ପୁଣି ରାତିରେ ଆଉ ଏକ ଅଜଗର ସାପ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ପୁଣି ଆଜି ସକାଳୁ ମଧ୍ୟ ଆଉ ଏକ ଅଜଗର ସାପ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏକାଧିକ ଅଜଗର ସାପକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ବନ ବିଭାଗ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି। ଖବର କେନ୍ଦୁଝର। ମାନେ ଏଟା ତାର କିଛି